ରଥଯାତ୍ରା ଦିନ ରଥ ନ ଟାଣିଲେ ପାପ ହୁଏ କି? ଆସନ୍ତୁ ଜାଣିବା ଏହି ବିଷୟରେ। ରଥଯାତ୍ରାରେ ରଥ ଟାଣିବାକୁ ଏକ ମହାନ ସେବା ଓ ଭକ୍ତିର ପ୍ରତୀକ ବୋଲି ମନାଯାଏ। ଲକ୍ଷ ଲକ୍ଷ ଭକ୍ତ ବିଶ୍ୱାସ କରନ୍ତି ଯେ ମହାପ୍ରଭୁଙ୍କ ରଥ ଟାଣିବା ଦ୍ୱାରା ପୁଣ୍ୟ ଲାଭ ହୁଏ ଓ ଭଗବାନଙ୍କ କୃପା ମିଳେ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଯିଏ ରଥ ଟାଣି ପାରିଲେ ନାହିଁ ସେ ପାପର ଭାଗୀ ହେବେ। ପ୍ରତିବର୍ଷ କୋଟି କୋଟି ଭକ୍ତ ବୟସ, ଅସୁସ୍ଥତା, ଦୂରତା, କାମ କିମ୍ବା ଅନ୍ୟ କାରଣରୁ ପୁରୀ ଯାଇ ରଥ ଟାଣି ପାରନ୍ତି ନାହିଁ। ତଥାପି ସେମାନେ ଘରେ ରହି ମହାପ୍ରଭୁଙ୍କ ପୂଜା, ନାମସ୍ମରଣ, ଭଜନ କିମ୍ବା ଟିଭି ଓ ଅନଲାଇନରେ ରଥଯାତ୍ରା ଦର୍ଶନ କରି ଭକ୍ତି ପ୍ରକାଶ କରନ୍ତି। ଭଗବାନଙ୍କ ପାଖରେ ଭକ୍ତି ଓ ନିଷ୍ଠା ହିଁ ସବୁଠାରୁ ବଡ଼। କେବଳ ଶାରୀରିକ ଭାବେ ରଥ ଟାଣିବା ନୁହେଁ। ସଂକ୍ଷିପ୍ତ ଉତ୍ତର ହେଉଛି ନା, ରଥ ନ ଟାଣିଲେ ପାପ ହୁଏ ବୋଲି କୌଣସି ପ୍ରମାଣିତ ହିନ୍ଦୁ ଶାସ୍ତ୍ର କିମ୍ବା ଶ୍ରୀ ଜଗନ୍ନାଥଙ୍କ ପରମ୍ପରାରେ ସ୍ପଷ୍ଟ ଉଲ୍ଲେଖ ନାହିଁ।